ବଦ୍ରି ପାତ୍ର କିଏ, ନବୀନ ପଟ୍ଟନାୟକ କିଏ, ଇଏ କିଏ, ପାଣ୍ଡିଆନ କିଏ ଜାଣିନଥିଲେ? କଣ କୁଣ୍ଢେଇକି ଧରିଥିଲେ ସବୁ। ଏଇନା ଯୋଉ ବିଜେଡିର ସବୁ ବାହାରି ପଡି କହୁଛନ୍ତି ପାଣ୍ଡିଆନ ଖରାପ, ଏ ପାଣ୍ଡିଆନଙ୍କ ପାଦ ଧୂଳି କଣ ଚୁଚୁମୁଥିଲେ? ପାଦ ଧୂଳିକିନେ ଚୁଚୁମୁଥିଲେ ଏଇମାନେ ସବୁ, ଏ ଯୋଉମାନେ ବୋବଉଛନ୍ତି ଏଇନା ପାଣ୍ଡିଆନ 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 ହଉଛନ୍ତି। ତମେ ଦଳରେ ଯେତେବେଳେ ଥଲ ତା କାହିଁକି ପାଟି ଖୋଲିଲାନି? ପାୱାର ଥିଲା ବେଳେ ପାଟି ଖୋଲିଲାନି? ପାୱାର ଚାଲିଗଲା ପରେ ତମ ପାଟି ଖୋଲୁଛି? ଲଜ୍ଜା ଲାଗୁନି? ଛି, ଏଗୁଡାକ ନବୀନ ଭଗବାନ, ପାଣ୍ଡିଆନ ଭଗବାନ ବର୍ଣ୍ଣନା କରୁଥିଲେ ଯୋଉମାନେ, ସେଇମାନେ ପଦାକୁ ଆସି ପାଣ୍ଡିଆନ ନାଁରେ, ନବୀନ ନାଁରେ କେତେ ଗୋଷ୍ଠୀ କରୁଛନ୍ତି, କେତେ ପଙ୍ଗତ କରୁଛନ୍ତି, କେତେ ଖାଇବା କରୁଛନ୍ତି, କେତେ ମିଟ୍ କରୁଛନ୍ତି, କେତେ ଗୋଷ୍ଠୀ ଥିଲା ବା କୋଉଠି 25 ବର୍ଷ କୋଉଠି ଥିଲା ବା? କାହିଁ ପୂଜା କରୁଥିଲ ନବୀନ ପଟ୍ଟନାୟକକୁ, ପାଣ୍ଡିଆନକୁ? ଏଇନା ହାରିଗଲା ପରେ ପାଣ୍ଡିଆନ ଦୋଷୀ, ନବୀନ ଦୋଷୀ। ବୋପାଲୋ, ଏଇ ଦେଶକୁ ତାଡ଼ିଥିଲେ। ଗୋଟେ ଦଳରେ ଥିଲା, ଉପଭୋଗ କରୁଥିଲ, 25 ବର୍ଷ ଆମେ ବରଦାସ୍ତ କରି ରହିଛୁ। ଏଇନା ପାୱାର ଚାଲିଗଲା ପରେ ପାଣ୍ଡିଆନ ଦୋଷୀ, ନବୀନ ଦୋଷୀ। ଏଠି ଖାଇବା କାହା ପଇସାରେ ସବୁ ବଗିଚା କରୁଛ ବେ? କାହା ପଇସାରେ ସବୁ ପଙ୍ଗତ କରୁଛ ବେ? କାହା ପଇସାରେ ଏକାଠି ହଉଛ ବେ? ଲଜ୍ଜା, ଘୋର ଲଜ୍ଜା। ଅବଶ୍ୟ ବିଜେଡି ଉପରେ ଆମର କହିବାର ଅଧିକାର ନାହିଁ। ଜଣେ ନାଗରିକ ହିସାବରେ ଏ ଶସ୍ତା କଥାବାର୍ତ୍ତା ନ କରି ଦଳକୁ ମଜବୁତ କର। ଯିଏ ଯୋଉ ଦଳରେ ଅଛ କାମ କର, ଭଲ ହବ। ଗଣେଶ୍ୱର ବେହେରା କହିଲେ 29 ରେ କଂଗ୍ରେସ ଖାତା ଖୋଲିବନି, ବିଜେଡି ପୁଣି ରିଟର୍ନ କରିବ। ଭାଇ, ଗଣେଶ୍ୱର ବେହେରା ନିଜେ ଖୋଲନ୍ତୁ ଆଗ ତାଙ୍କ ଖାତା ସେ ନିଜେ ଖୋଲନ୍ତୁ। ଭଲ ଲୋକ, ସେ ଭଲ ଡିବେଟ୍, ଇଣ୍ଟେଲେକ୍ଚୁଆଲ ଲୋକ। ମୋର ଗୋଟେ ସାନ ଭାଇ, ଭାରି ଭଦ୍ର। ସେ କାହିଁକି ଏମିତି ବାଉଳି ହଉଛନ୍ତି? କଣ ଆବଶ୍ୟକ ଅଛି? କିଏ ଆସିବ ନ ଆସିବ ସିଏ କିଏ କହିବା ପାଇଁ? ତମ କେନ୍ଦ୍ରାପଡା କଥା ତମେ କୁହ, ତମେ ଓଡିଶା କଥା କହିବା ପାଇଁ କିଏ? ମୁଁ କହିପାରିବିନି। ନବୀନ ପଟ୍ଟନାୟକ କହିବ ସୁଜାତା ନେବେ କି ନ ନେବେ, ମୁଁ ପାଣ୍ଡିଆନ ବି କହିବେ ନେବେ କି ନ ନେବେ, କିନ୍ତୁ ମୁଁ କହିପାରିବିନି ତାଙ୍କ ଦଳ କଥା। ଆମର ଭକ୍ତ ଦାସ ନେତୃତ୍ୱରେ ସରକାର କରିବୁ ଆମେ। ରାହୁଲ ଗାନ୍ଧୀ ହବ ପ୍ରାଇମ ମିନିଷ୍ଟର ଇଣ୍ଡିଆ, ଓଡିଶାର ହବ ଭକ୍ତ ଦାସ ମୁଖ୍ୟମନ୍ତ୍ରୀ। କିଏ ବିରୋଧ କରୁଛି? ଆମେ 100 ଦେଖିଛୁ କାଲି ସାରା ଓଡିଶା ଯାକ। ଏ ଗରିବ ଲୋକଙ୍କ ପାଇଁ କେମିତିଆ କଂଗ୍ରେସ ବାଲାଙ୍କ ହୃଦୟ। 300 ୟୁନିଟ୍ ତମେ ମାଗଣା ଦବ ବୋଲି କହିଥିଲ, କୁଆଡେ ଗଲ? ମହାରାଷ୍ଟ୍ର ଦଉଛି 300, ଗୁଜରାଟ ଦଉଛି 200, ତାମିଲନାଡୁ ଦଉଛି 200, ଆନ୍ଧ୍ରା ଦଉଛି 200 ୟୁନିଟ୍ ସମେତ ମାଗଣା ଦଉଛନ୍ତି। ଚାଷୀକି ମାଗଣା, ପଞ୍ଜାବ ମାଗଣା, ହରିୟାଣା ମାଗଣା, ଉତ୍ତରପ୍ରଦେଶ ମାଗଣା, କର୍ଣ୍ଣାଟକ ମାଗଣା ଦଉଛି ଚାଷୀକି। ଆମ ଚାଷୀକି ମାଗଣା ଦିଆ ପାଇଁ 300 ୟୁନିଟ୍ ଫ୍ରି ଦିଆ ପାଇଁ। ଯୋଉ ମିଟର ବସେଇବ, ସ୍ମାର୍ଟ ମିଟର ଉଡା କର ପାଇଁ, ଏବଂ ଯୋଉ ଏକ୍ସଟ୍ରା ପେମେଣ୍ଟ କରିବ ଗରିବ ଲୋକଙ୍କ ପାଇଁ କରିଛ, ଅତିରିକ୍ତ ଟ୍ୟାକ୍ସ ବନ୍ଦ କର। କାଲି ସାରା ଓଡିଶା ଯାକ ଭକ୍ତ ଦାସ ନେତୃତ୍ୱରେ ଆମେ ଆନ୍ଦୋଳନ କରିଛୁ ଭୁବନେଶ୍ୱର ସହ। ଏ ଗରିବ ଲୋକଙ୍କ ପାଇଁ, ଖଟିକିଆ ମୂଲିଆ ପାଇଁ, ଚାଷୀ ପାଇଁ ଇଲେକ୍ଟ୍ରିକ ଛାଡ଼ କର। ତା ନହେଲେ ଆର ମାସରେ ପୁରା, ଏଥର ଖାଲି ତାଲା ପକେଇଛୁ, ଆରଥରକ MLA, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସହ ସଭାପତି କହିଛନ୍ତି ଭକ୍ତ ଦାସ ତାଲା ପକେଇବୁ, ସମସ୍ତିକି ତାଲା ପକେଇବୁ।